हाय ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ ହାପି ସଣ୍ଡେ। ତ ସଣ୍ଡେରେ ଆଜି ସମସ୍ତେ କଣ ସବୁ ବନେଇଛନ୍ତି ଆଉ ଛାଡ଼ ଖାଇ କୋଉମାନେ ସବୁ କରିଲେଣି ଆଉ କରିନାହାନ୍ତି ବାକି ପେଣ୍ଡିଂ ଥିଲା ଯୋଉମାନଙ୍କର ଆଜି ତ ହେଇଥିବ। ଯୋଉମାନଙ୍କର ହେଇସାରିଛି ଦେଖନ୍ତୁ ସୃଷ୍ଟି ମୋର ଯାଇକି କୋଉଠି ବସିଛି ସେ ବସିକି ଚଲେଇଛି ଟିଭି ଦେଖା ମାନବ ବି ମର୍ଣ୍ଣିଂ ଟାଇମ୍ ସଣ୍ଡେ ମାନେ ଛୁଆମାନେ ତ ମାନେ ଗାଧେଇବାକୁ ବି ଡାକି ଡାକିକି ହାଲିଆ ହେଇଯିବ 12ଟା ପର୍ଯ୍ୟନ୍ତ ଜମା ମାନେ ଆସନ୍ତିନି ବାଥରୁମ ପର୍ଯ୍ୟନ୍ତ ଯିବା ବହୁତ କଷ୍ଟ ହେଇଯାଏ। ତ ଗ୍ଲାସ ସବୁ ରଖିଥିଲି ପାଣି ପିଇକି ବ୍ରେକଫାଷ୍ଟ କରିକି ତ ସବୁ ଜିନିଷ ସେ ମତେ ଆଣିକି ଦଉଛି ଗୋଟେ ଗୋଟେ ସଫା କରି କହିବାରୁ ଗାଳି ଦେଲେ ହିଁ ମାନେ ଯାହାବି ପାଟି କଲେ ହିଁ ଆଣିକି ସଫା କରନ୍ତି ନହେଲେ ନାହିଁ। କାଲି ସବୁ କେତେ ଗୁଡାଏ ସଫା ହେଇଥିଲା ଆଜି ବି ବେଡସିଟ୍ ଗୁଡାଏ ଅଛି ସବୁ ଧୋଇବି। କିନ୍ତୁ ଆଜି ଆମ ଘରେ ହବ ଚିକେନ ଝୋଳ ତା ସହିତ ଆଉ କଣ ହବ ତା ସହିତ ଭାତ ବାକି ଆଉ ମୁଁ ତ ଖାଏନି ମୁଁ ଖାଏ ମାନେ ସଣ୍ଡେରେ ମୁଁ ଆମିଷ ଖାଏନି। ମୋ ପାଇଁ ହବ ଫୁଲକୋବି ଆଳୁର ତରକାରୀ ଦେଖନ୍ତୁ ଚିକେନ ଟା ଝୋଳ ଏମିତି କଣ ହେଇଛି ଛୁଆ ଦିଟା ପାଇଁ ହଜବେଣ୍ଡ ତ ବାହାରେ ମାନେ ଅଫିସ ରେ ଖାଇବା ତାଙ୍କର ହବ। ତ ସଣ୍ଡେ ଅଛି ଯେହେତୁ ତାଙ୍କ ଅଫିସରେ କଣ ଅଛି ମୁଁ ଜାଣିନି ଭଲରେ ତ ସେଇଠି ହବ ଖାଇବା ଆଉ ଏଇଠି ଦେଖନ୍ତୁ ଏଟା ହେଲା ଫୁଲକୋବି ଆଳୁର ଝୋଳ ମୋ ପାଇଁ ଯୋଉଟା ମୁଁ ବନେଇଛି। ଆଉ ଏଇଠି ମୋ ଛୁଆ ମାନେ ଖାଇବା ପାଇଁ ମାନେ ଗାଧୁଆ ପାଧୁଆ ସାରିକି ଖାଇବା ପାଇଁ ପୁଣି ବସିଗଲେଣି। ଖାଇବା ଚାଲିଛି ଦି ଜଣଙ୍କର ଚିକେନ ଝୋଳ ଆଉ ଭାତ ଟେଷ୍ଟି ଟେଷ୍ଟି ମୁଁ ତାକୁ କହିଛି ନିଜେ ନିଜେ ଖାଅ ଯେତିକି ଖାଉଛ ଖାଅ ନିଜେ ଖାଅ ସୃଷ୍ଟିକୁ କହିଛି ତ ସେ ତାର ଖାଇବାରେ ଲାଗିଛି ଆଉ ମୋର ଦେଖନ୍ତୁ ଭାତକୁ ଆଳୁ ଫୁଲକୋବିର ଝୋଳ ଖାଇବା ସରିଲା ପରେ ୟାକୁ ପୁଣି ଶୁଖା ହେଇଛି ତୋଳିକି ସାଇଜ କରିକି ରଖିବା କାମ ତ ଚାଲନ୍ତୁ ବାଏ ବାଏ।